କେବେ ଭୁଲିବେ ନାହିଁ। ଶୀଘ୍ର ପାଇବାର ଇଚ୍ଛା ପ୍ରାୟତଃ ଭୁଲ ରାସ୍ତା ଦେଖାଏ। ମନେ ରଖନ୍ତୁ, ଗୋଟିଏ ଦିନରେ ବଟ ବୃକ୍ଷ ତିଆରି ହୁଏ ନାହିଁ। ପ୍ରତିଦିନର ଛୋଟ ଛୋଟ ସଚ୍ଚୋଟ ଚେଷ୍ଟା ଦିନେ ଏକ ବିରାଟ ସଫଳତାର ରୂପ ନିଏ। ଧୈର୍ଯ୍ୟ ହେଉଛି ଏକମାତ୍ର ଶକ୍ତି ଯାହା ଅସମ୍ଭବକୁ ସମ୍ଭବ କରେ। ଜଣେ ନାରୀ ଏହି ତିନୋଟି କଥା କେବେ ଭୁଲି ପାରେନି। ଗର୍ଭାବସ୍ଥା ସମୟରେ ଶାଶୁ ଘରେ ପାଇଥିବା କଷ୍ଟ, ଛୁଆ ହେବା ପରେ ତା ସହିତ କରିଥିବା ବ୍ୟବହାର, ସମସ୍ତେ ଥାଇ ମଧ୍ୟ ସେ ଏକୁଟିଆ କରିଥିବା ନିଜ ଛୁଆର ଲାଳନ ପାଳନ। ଯେ ମଣିଷର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଭଲ ଚିନ୍ତାଧାରା ଏବଂ ଭଲ ମୂଲ୍ୟବୋଧ। କାରଣ ଟଙ୍କା ଏବଂ କ୍ଷମତା ଯେକୌଣସି ବ୍ୟକ୍ତିକୁ ଭୁଲ ରାସ୍ତାକୁ ନେଇଯାଇପାରେ, କିନ୍ତୁ ଭଲ ଚିନ୍ତାଧାରା ଏବଂ ଭଲ ମୂଲ୍ୟବୋଧ ଆମକୁ ସବୁବେଳେ ଭଲ କାମ କରିବାକୁ ପ୍ରେରଣା ଦେବ। ଘନିଷ୍ଠ ବନ୍ଧୁର କଥା। ଦରିଦ୍ର ଓ ତଳ ଜାତିର ଜଣେ ଯୁବକ ଅତ୍ୟନ୍ତ ସଫଳ ହୋଇ ବିରାଟ ଶିଳ୍ପପତିରେ ପରିଣତ ହେଲେ। ତାଙ୍କ ସାକ୍ଷାତକାର ବେଳେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କଲେ, ଆମେ ଶୁଣିଛୁ ଆପଣଙ୍କ ପିଲାଦିନେ ଉତ୍କଟ ଜାତିଗତ ଭେଦଭାବ ହେତୁ ଗାଁ ସ୍କୁଲରେ କେହି ଜଣେ ହେଲେ ବି ଆପଣଙ୍କ ସହିତ ସାଙ୍ଗ ହେଉନଥିଲେ। ଏମିତି ପରିସ୍ଥିତିରେ ଆପଣ କେମିତି ଏତେ ସବୁ ହାସଲ କରିପାରିଲେ? ଉଦ୍ୟୋଗପତି କହିଲେ, ସତ କଥା, ଏକ ସଙ୍ଗହୀନ ପିଲାବେଳ ହେଉଛି ସବୁଠାରୁ ଏକ ନିଷ୍ଠୁର ଅଭିଶାପ। କିନ୍ତୁ ସେହି ସମୟରେ ହିଁ ମୁଁ ପାଇଥିଲି ଏକ ଅପୂର୍ବ ସୁଯୋଗ। ମୁଁ ଅନେକ ସମୟରେ ଏକୁଟିଆ ବସି ରହି ଗଭୀର ଭାବେ ଚିନ୍ତା କରୁଥିଲି। ମନକୁ ମନ କେତେ କ'ଣ ପ୍ରଶ୍ନ କରି ତାର ଉତ୍ତର ଖୋଜିବାକୁ ଚେଷ୍ଟା କରୁଥିଲି। ସେହି ସମୟରେ ବି ମୋତେ ମିଳିଗଲା ଜଣେ ଘନିଷ୍ଠ ଆଜୀବନ ବନ୍ଧୁ। ସେ ମଧ୍ୟ ମୋତେ ମୋର ଅତି ନିକଟତମ ଶତ୍ରୁମାନଙ୍କ ସହିତ ଚିହ୍ନା କରାଇଦେଲେ। ଦୁହିଁଙ୍କ ଭିତରେ ବଢ଼ି ମୁଁ ନିଜକୁ ଗଢ଼ିଲି। ସାମ୍ବାଦିକ କହିଲେ, ଆପଣଙ୍କ କଥାର ଅର୍ଥ ମୁଁ ବୁଝିପାରିଲିନି, ଟିକିଏ ବୁଝାଇ ଦିଅନ୍ତୁ। ଶିଳ୍ପପତି କହିଲେ, ମୁଁ ଏକୁଟିଆ ବସି ବସି ନିଜ ଭିତରେ ଗୋଟେ ବନ୍ଧୁ ଖୋଜୁଥିବା ବେଳେ ତାକୁ ପାଇଗଲି। ସେଇ ବନ୍ଧୁର ଅନେକ ନାମ ଅଛି, ଯେମିତି ବିବେକ ବା ବିବେଚନା। ସେ କେବଳ ମୋତେ ଧୈର୍ଯ୍ୟ ଓ ସାହସ ଦେଲା ନାହିଁ, ମୋ ଶତ୍ରୁମାନଙ୍କୁ ମଧ୍ୟ ଚିହ୍ନେଇ ଦେଲା। ଅହଙ୍କାର, କ୍ରୋଧ ଇତ୍ୟାଦିଙ୍କ ଭଳି କେତେ ଶତ୍ରୁ ଘେରି ରହିଛନ୍ତି। କ୍ରମେ ମୁଁ ବୁଝିପାରିଲି ଯେ ମୋର ଆଉ କେହି ବନ୍ଧୁ ରୁହନ୍ତୁ ବା ନ ରୁହନ୍ତୁ, ବିବେକ ହିଁ ଶେଷ ପର୍ଯ୍ୟନ୍ତ ମୋର ଘନିଷ୍ଠ ବନ୍ଧୁ ହୋଇ ରହିବ। ଜୟ ଶ୍ରୀ ଜଗନ୍ନାଥ।